ଆମେ ଆଲୋଚନା କରିବା ମୟୂର ସିଂହାସନ ବିଷୟରେ। ଆମର ଆଧାର ହେଉଛି ମୟୂର ସିଂହାସନ ମୋଗଲ ଗୌରବର ପ୍ରତୀକ ବୋଲି ଏକ ଲେଖାର କିଛି ଅଂଶ। ଆସନ୍ତୁ ବୁଝିବା ଏହାର ପ୍ରକୃତ ମହତ୍ତ୍ୱ କ'ଣ ଥିଲା। ତେବେ ଆରମ୍ଭର ଗୋଟେ ପ୍ରଶ୍ନ ଆସୁଛି ମନକୁ, ଏଇ ଯୋଉ ଏତେ ଅଦ୍ଭୁତ ଏତେ ସୁନ୍ଦର ଜିନିଷ, ଏହାକୁ କିଏ ତିଆରି କରାଇଥିଲେ? ଆମ ପାଖରେ ଯୋଉ ତଥ୍ୟ ଅଛି ସେଥିରୁ ତ ଲାଗୁଛି ଏହା ସିଧାସଳଖ ମୋଗଲ ସମ୍ରାଟ ଶାହଜାହାନଙ୍କ ସହିତ ଯୋଡ଼ା। ହଁ, ଏକଦମ ଠିକ୍। ଶାହଜାହାନ, ଆମେ ତାଙ୍କୁ ତାଜମହଲ ପାଇଁ ଜାଣନ୍ତି। ସେ ହିଁ ଏ ଅତୁଳନୀୟ ସିଂହାସନଟିକୁ ଘଡ଼ାଇଥିଲେ। କିନ୍ତୁ ଏହାକୁ ଖାଲି ଗୋଟେ ସିଂହାସନ କହିଦେଲେ ଚଳିବନି। ଏଇଟା ଥିଲା କଳା ଆଉ ବୈଭବର ଏକଦମ ଚରମ ସୀମା। ଭାବନ୍ତୁ ଟିକେ, ପୁରା ସୁନାରେ ତିଆରି, ଆଉ ସେଥିରେ ଅଗଣିତ ଦାମୀ ପଥର, ହୀରା, ନୀଲା, ପନ୍ନା, ମୋତି, କ'ଣ ନଥିଲା ସେଥିରେ। ବେଶ, କେହି କେହି କୁହନ୍ତି ଯେ ଏଥିରେ ଯେତିକି ସମ୍ପଦ ଲାଗିଥିଲା ତାହା ବୋଧେ ତାଜମହଲ ଖର୍ଚ୍ଚଠାରୁ ବି ଅଧିକ। ବାପ୍ରେ, ସୁନା ଆଉ ଏତେ ପ୍ରକାରର ରତ୍ନ, ଏଇଟା ଶୁଣିଲେ ହିଁ ଲାଗୁଛି ଯେ ଏଇଟା ଖାଲି ବସିବା ପାଇଁ ଗୋଟେ ଜାଗା ନଥିଲା। ଏହା ପଛରେ ନିଶ୍ଚୟ କିଛି ବଡ଼ କଥା ଥିବ, କିଛି ଉଦ୍ଦେଶ୍ୟ ଥିବ। ହଁ, ନିଶ୍ଚିତ ଭାବରେ ଏଇଟା ଥିଲା ମୋଗଲ ସାମ୍ରାଜ୍ୟର ପରାକ୍ରମ, ତାଙ୍କର ଅମାପ ଧନସମ୍ପତ୍ତି ଆଉ ଶାସନର ଯୋଉ କ'ଣ କହନ୍ତି ବୈଧତା ବା ଅଧିକାର, ତାର ଗୋଟେ ଜୀବନ୍ତ ପ୍ରମାଣ। ଦେଖନ୍ତୁ, ଶାହଜାହାନଙ୍କ ସମୟରେ ମୋଗଲ ସାମ୍ରାଜ୍ୟ ତାର ଶିଖରରେ ଥିଲା, ଆଉ ଏଇ ସିଂହାସନ ପୁରା ଦୁନିଆକୁ ସେ କଥା ଜଣାଇବା ପାଇଁ ତିଆରି ହୋଇଥିଲା। ଏଟା ଖାଲି ପଇସା ଦେଖାଇବା କଥା ନଥିଲା, ଏଟା ଥିଲା ସମ୍ରାଟଙ୍କର ଯୋଉ ଦୈବୀ ଅଧିକାର କୁହାଯାଏ, ଆଉ ସାମ୍ରାଜ୍ୟ କେତେ ସୁଦୃଢ଼ ତାର ଗୋଟେ ପ୍ରତିଛବି। ସେଥିରେ ଲାଗିଥିବା ପ୍ରତ୍ୟେକ ପଥର, ପ୍ରତ୍ୟେକ କାରୁକାର୍ଯ୍ୟ, ସବୁ ଯେମିତି ମୋଗଲ ଗୌରବର କାହାଣୀ କହୁଥିଲା। ଏତେ ମହତ୍ୱପୂର୍ଣ୍ଣ ଆଉ ଏତେ ମୂଲ୍ୟବାନ ଜିନିଷକୁ ତ ନିଶ୍ଚୟ କୋଉ ସାଧାରଣ ଜାଗାରେ ରଖାଯାଇନଥିବ। ଆମ ପାଖରେ ଯୋଉ ତଥ୍ୟ ଅଛି ସେଥିରେ କୁହାଯାଇଛି ଏହା ଦିଲ୍ଲୀର ଲାଲକିଲ୍ଲାର କୋଉ ଗୋଟେ ଖାସ୍ ଜାଗାରେ ଥିଲା। ହଁ, ଠିକ୍। ଏଇଟା ଥିଲା ଲାଲକିଲ୍ଲାର ଦିୱାନୀ ଖାସ୍ରେ, ଖାସ୍ ଦରବାର ହଲ୍। ଦେଖନ୍ତୁ, ନାଁରୁ ହିଁ ଜଣାପଡ଼ୁଛି ଜାଗାଟାର ମହତ୍ତ୍ୱ। ଏଇଟା ସେ ଜାଗା ଥିଲା ଯୋଉଠି ସମ୍ରାଟ କେବଳ ତାଙ୍କର ସବୁଠୁ ବିଶ୍ୱସ୍ତ ମନ୍ତ୍ରୀ, ପରାମର୍ଶଦାତା, ବଡ଼ ବଡ଼ ଅଫିସର ଆଉ ଗଣ୍ୟମାନ୍ୟ ବିଦେଶୀ ଦୂତମାନଙ୍କ ସହ କଥାବାର୍ତ୍ତା କରୁଥିଲେ। ଆଚ୍ଛା। ତେଣୁ ଏଇ ସିଂହାସନକୁ ସେଇଠି ରଖିବା ଦ୍ୱାରା ତାର ପ୍ରଭାବ ଆହୁରି ବଢ଼ି ଯାଉଥିଲା। ଯୋଉମାନେ ସମ୍ରାଟଙ୍କର ଏକଦମ ନିକଟତର ଥିଲେ, କେବଳ ସେଇମାନେ ହିଁ ଏହାର ପ୍ରକୃତ ବୈଭବ ଦେଖିପାରୁଥିଲେ। ଆଉ ଏଇଟା ଦେଖି ସେମାନଙ୍କ ମନରେ ସମ୍ରାଟଙ୍କର ଶକ୍ତି ଓ ମହିମା ପାଇଁ ଯୋଉ ଧାରଣା ଥିଲା ତାହା ଆହୁରି ଦୃଢ଼ ହେଉଥିଲା। ତେଣୁ ଏଇଟା ଖାଲି ଗୋଟେ ଆସବାବପତ୍ର ନଥିଲା, ଏକ ପ୍ରକାର ଶକ୍ତି ପ୍ରଦର୍ଶନର ମଞ୍ଚ ଥିଲା। ବୁଝିଲି। ତେବେ ଯଦି ଆମେ ପୁରା ଆଲୋଚନାକୁ ସଂକ୍ଷିପରେ ଦେଖିବା, ଏଇଟା ବନେଇଥିଲେ ମୋଗଲ ସମ୍ରାଟ ଶାହଜାହାନ। ଏଥିରେ ଅକଳ୍ପନୀୟ ଭାବେ ସୁନା ଆଉ ଦାମୀ ରତ୍ନ ସବୁ ଲାଗିଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ମୋଗଲ ଶକ୍ତି ଆଉ ସମୃଦ୍ଧିକୁ ଦେଖେଇବା, ଆଉ ଏହାକୁ ରଖାଯାଇଥିଲା ଲାଲକିଲ୍ଲାର ସବୁଠୁ ସମ୍ମାନିତ ଜାଗା ଦିୱାନେ ଖାସ୍ରେ। ସତରେ ଏଇଟା ସେହି ଯୁଗର ଯୋଉ ମହତ୍ୱାକାଂକ୍ଷା ଥିଲା ଆଉ ଯୋଉ ବୈଭବ ଥିଲା, ତାକୁ ପୁରାପୁରି ଦର୍ଶାଉଛି। ହଁ, ଆଉ ଏଥି ସବୁଠୁ ମଜାଦାର କଥା କ'ଣ ଜାଣନ୍ତି? ଏମିତି ଜିନିଷଗୁଡ଼ିକ କେମିତି ନିଜର ଯୋଉ ପଦାର୍ଥଗତ ମୂଲ୍ୟ, ସୁନା, ହୀରା, ତାଠୁ ବହୁତ ଅଧିକ କିଛିକୁ ଦର୍ଶାଏ। ମୟୂର ସିଂହାସନ ଖାଲି ସୁନା ହୀରାର ଗଦା ନଥିଲା। ଏହା ଗୋଟେ ସାମ୍ରାଜ୍ୟର ପରିଚୟ, ତାର ଐତିହ୍ୟ, ତାର ଶକ୍ତି, ଆଉ ଶେଷରେ ଏପରିକି ସାମ୍ରାଜ୍ୟଗୁଡ଼ିକ ଯେ ସବୁବେଳେ ରହେ ନା, ତାଙ୍କର ଯୋଉ ଭଙ୍ଗୁରତା, ତାର ବି ପ୍ରତୀକ ପାଲଟିଯାଏ। ଏହାର ନିର୍ମାଣ ଯେତିକି ଚମକପ୍ରଦ ଥିଲା, ଏହାର ପରବର୍ତ୍ତୀ ଯୋଉ ଇତିହାସ, ସେ ବି ସେମିତି ନାଟକୀୟ। ବାଃ, ଏଇଟା ମୋଟେ ଭାରି ବଢ଼ିଆ ଦୃଷ୍ଟିକୋଣ। ଆଚ୍ଛା, ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି କଥା ଛାଡ଼ିଯାଉଛି। ଭାବନ୍ତ ତ, କେବଳ ଜଣେ ଶାସକଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ଏତେ ଅମୂଲ୍ୟ, ଏତେ ବିପୁଳ ସମ୍ପଦ ଖର୍ଚ୍ଚ କରି ଗୋଟେ ଜିନିଷ ତିଆରି କରିବା। ସେ ସମୟର ସମାଜରେ ଶକ୍ତି ଆଉ ସମ୍ବଳର ଯୋଉ କେନ୍ଦ୍ରୀକରଣ ଥିଲା, ତା ବିଷୟରେ ଏଟା କ'ଣ କହୁଛି? ଆଉ ଆଜିର ଦୁନିଆରେ ଏହାର କିଛି ପ୍ରତିଫଳନ ଆମେ ଦେଖିବାକୁ ପାଉଛେ କି? ଏହା ଭାବିବା ପାଇଁ ରହିଲା।